ସନ୍ତାନ ପଣ୍ଡିତେ ଦୁଃଖ ସୁଖ ଭୋଗ କରେ ଯଦି ସନ୍ତାନ ସୁଖ ପାଏ ଦୁଃଖ ପାଏ ମୁଖ୍ୟ ଆସମି ତା ବାପା ମା ଦୋଷୀ ଆଉ କେହି ନାହାନ୍ତି ଆଜ୍ଞା ଆପଣ ମାନଙ୍କର ଯେତେବେଳେ ଗର୍ଭରେ ଥିଲା ଆଜ୍ଞା ଅଭିମନ୍ୟୁ ଗର୍ଭବତୀ ମହିଳା ଯାହା କରେ ସନ୍ତାନ ସେଇଆ କରେ ସେଥିପାଇଁ ସେତେବେଳେ ପଣ୍ଡିତେ ଗର୍ଭବତୀ ମହିଳା ଭାଗବତ ଗୀତା ଆଧ୍ୟାତ୍ମିକ ପୁସ୍ତକ ଋଷି ପୁରାଣ ଶିବ ପୁରାଣ ଇତ୍ୟାଦି ଆଧ୍ୟାତ୍ମିକ ପୁସ୍ତକ ପଢୁଥିବାରୁ ଗର୍ଭରେ ଥିବା ସନ୍ତାନ ଯୋଗଜନ ମେଧାବୀ ହେଉଥିଲା ଏବେ ପଣ୍ଡିତେ ମା ମାନେ ଆଉ ନୃସିଂହ ପୁରାଣ ଗୀତା ଭାଗବତ ପୁରାଣ ପୋଥି ଗର୍ଭ ଥିଲା ବେଳେ ଆଉ କିଏ ପଢୁଛି ଆଜ୍ଞା ମୋବାଇଲ ଭଲ ଆଉ ସିରିଏଲ ଭଲ ଅଣାକଟା ଭଲ ଅଣ୍ଡା ରୋଲର ଭଲ ତାହେଲେ ପଣ୍ଡିତେ ଆଜିକାଲି ସନ୍ତାନ ପଣ୍ଡିତେ ବାଳୁଙ୍ଗା ହଉଛି ଓଛା ଗୋଛା ସମ୍ଭାଳିବା ପୁତ୍ର କାହିଁ ଜନ୍ମ ଲାଭ କରୁଛନ୍ତି ଯୋଗଜନ୍ମ ସନ୍ତାନ ମେଧାବୀ ସନ୍ତାନ ଆଜିକାଲି ପଣ୍ଡିତେ ସମାଜରେ କମି ଯାଉଛି ଆଜ୍ଞା ମୁଖ୍ୟ ଆସାମୀ ସନ୍ତାନ ଏ ବାପା ମା ମୁଖ୍ୟ ଆସାମୀ ହଉଛନ୍ତି ମା ପଣ୍ଡିତେ କୋଇଲା ଖଣିକ ଲୁହା ଜନ୍ମ ଦବ ହୀରା ଖଣିକ ପଣ୍ଡିତେ ଦବ ସୁନା ଜନ୍ମ ନା କୋଇଲା ଖଣି ହୀରା ଜନ୍ମ ଦବ ସୁନାଟା ସୁନା ଖଣିରୁ ଆସେ ହୀରାଟା ହୀରା ଖଣିରୁ ଆସେ ଆମ୍ବ ଗଛରୁ ତ ପଣସ ଫଳିବନି ଯାହା ତ ମଞ୍ଜି ବଞ୍ଚିବା ସେଇଆ କାଟିବା ସେଥିପାଇଁ ପଣ୍ଡିତେ ଯେମିତି ବାପା ମାଙ୍କର କର୍ମ ପୁଅ ଝିଅ ସେମିତି ହେବେ ସେଥିପାଇଁ ପଣ୍ଡିତ ଆପଣ ମାନଙ୍କର ଓଡିଆ ଭାଗବତ କହିଲେ ଯେଉଁଦିନ ନାରୀ ଗର୍ଭରେ ପଣ୍ଡିତ ଆତ୍ମା ସକଲା ଯେଉଁଦିନ ମା ଆଉ ପୁରୁଷର ପଣ୍ଡିତ ସଙ୍ଗମରେ ପୁତ୍ର ଝିଅ ଜନ୍ମ ହେଲା ସେଇଦିନ ପଣ୍ଡିତେ ସେମାନଙ୍କର କର୍ମ ଧର୍ମରେ ପଣ୍ଡିତେ ତା ଶିଶୁ ଭୋଗ କଲା ଯାହା ପୁରୁଷ ଯାହା ନାରୀ କରିଥିବ ତା ସନ୍ତାନ ସେଇ କର୍ମର ଫଳ ଭୋଗ କରିବ ନାରୀ ଗର୍ଭରେ ସନ୍ତାନ ଯୋଉଦିନ ପଣ୍ଡିତେ ଜନ୍ମ ହୁଏ ନାରୀ ଗର୍ଭରେ ଆତ୍ମାଟା କେତେ ମାସ କୋଉ ଦିନ ବାସ କରେ ପଣ୍ଡିତେ ବା କହିଲେ ବାୟୁ ବା ହଉଛି ପାଣି ପାବକ ବାପା ତିନିଟା ଜିନିଷ ଦେବେ ମା ଦିଟା ଦବ ଆଜ୍ଞା ପଞ୍ଚଭୂତରେ ଦେହ ହଉଛି ଗଢା ହେ ମୋର ପଣ୍ଡିତେ ବା କହିଲେ ବାୟୁ ପବନ ପ୍ରାଣବାୟୁ ବାପା ଦେବେ ବାୟୁ ପା କହିଲେ ପାଣି ଆଜ୍ଞା ପାବକ ଅଗ୍ନି ବାପା ଅଗ୍ନି ଦେବେ ପାଣି ଦେବେ ପୁଣି ବାୟୁ ଦେବେ ବାପା ଜୀବନ ଦେବେ ମା କଣ ଦବ ମାଟି ଆକାଶ ପଣ୍ଡିତେ ମାଂସ ଶରୀର ମା ପଣ୍ଡିତେ ଦିଟା ଦେଲା ବେଳେ ବାପା ତିନିଟା ଜିନିଷ ଦିଅନ୍ତି ତାହେଲେ ପଣ୍ଡିତ ମଣ୍ଡଳୀ ବାୟୁ ଯଦି ପ୍ରାଣ ବାପା ଦେଲେ ହେ ମୋର ପଣ୍ଡିତ ମଣ୍ଡଳୀ ବାପା ନ ବଡ ହେଇ ମା କିନ୍ତୁ ବଡ ହେଲା କାହିଁକି ଆଜ୍ଞା ତିନିଟା ଜିନିଷ ଦେଇକି ମଧ୍ୟ ମା ଠି ବଡ ହେଲା କାହିଁକି ବେଦ କହିଲେ ମାତୃଦେବ ଭବ ପିତୃଦେବ ଭବ ଆଗେ ମା କୁ ରଖିଲେ ବେଦ ସମଗ୍ର ବିଶ୍ବ ମଧ୍ୟରେ ପଣ୍ଡିତେ ଯେତେ ଆଧ୍ୟାତ୍ମିକ ଯେତେ ପୁରାଣ ପୋଥି ଯେମିତି ଆଜ୍ଞା ପୂଜାର୍ଚ୍ଚନା ଚାଲୁ ଆଗେ ଗୋଟେ ମାତୃ ପୂଜା ହବ ଆଜି ଆମେ ଲକ୍ଷ୍ମୀ ପୂଜା ଦୁର୍ଗା ପୂଜା ସରସ୍ୱତୀ ପୂଜା କାଳୀ ପୂଜା କାହିଁ କରୁଛେ ମା କୁ ଅଧିକ ପୂଜା କରୁଛେ ମା ହଉଛି ସବୁଠୁ ବଡ ମା ଠୁ ଛାଡିଦେଲା ଆଉ ଜଗତରେ କେହି ବଡ ନାହାନ୍ତି ଧାନ ଚାଷ କରିକି ଘରେ ଗଦେଇ ଦଉଛେ ରୋଷେଇ କରିକି ଦବା ବାଲା ସିଏ ନା ସେଥିପାଇଁ ପଣ୍ଡିତେ ଲାଳନ ପାଳନ ଠୁ ଆରମ୍ଭ କରି ପୁଅକୁ ବଡ ପର୍ଯ୍ୟନ୍ତ ପଣ୍ଡିତେ ମା ହିଁ ତ୍ୟାଗ କଲା ପରେ ଶୃଙ୍ଖଳିତ ମଣିଷ ହୋଇଥାଏ ପଣ୍ଡିତେ ସନ୍ତାନ ଦେଖନ୍ତୁ ଆଜ୍ଞା ଆତ୍ମା କୋଉଦିନ ମା ଗର୍ଭରେ ବାସ କଲା